ପୁତ୍ର ପ୍ରିୟ ଦର୍ଶକ ବନ୍ଧୁମାନେ, ଆସନ୍ତୁ ପ୍ରଭୁଙ୍କୁ ଭେଟିବା ପୂର୍ବରୁ ଜୀବନ ବିଷୟରେ ଚିନ୍ତା କରିବା। ହୋଇପାରେ ଆପଣ ରୋଗରେ ପୀଡ଼ିତ ହୋଇଥାଇ ପାରନ୍ତି, ବ୍ୟବସାୟରେ ବିଫଳତା ଅନୁଭବ କରିଥିବେ, ପାରିବାରିକ ବିବାଦରେ ପଡ଼ିଥିବେ କିମ୍ବା ଘନିଷ୍ଠ ବନ୍ଧୁ ଓ ପରିବାରଜନଙ୍କ ଠାରୁ ବିଶ୍ୱାସଘାତକତା ସହନ କରିଥିବେ। ବୋଧହୁଏ ଆପଣ ପୂର୍ବରୁ କୌଣସି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିବେ, କିନ୍ତୁ ଯଦି ଆପଣ ପ୍ରଭୁଙ୍କୁ ଗ୍ରହଣ କରିନଥାନ୍ତେ ତେବେ ଆପଣ ନରକରେ ପଡ଼ି ଅନନ୍ତ ଦଣ୍ଡ ଭୋଗିଥାନ୍ତେ। କିନ୍ତୁ ପ୍ରଭୁ ଗ୍ରହଣ କରିଥିବାରୁ ଆପଣ ପରିତ୍ରାଣ ପାଇଛନ୍ତି। ଆପଣ ଅନନ୍ତ ଜୀବନ ଓ ପୁନରୁତ୍ଥାନ ଗୌରବକୁ ଉପଭୋଗ କରିପାରୁଛନ୍ତି। ଏହା ହେଉଛି ପ୍ରଭୁଙ୍କର ଅନୁଗ୍ରହ, ଯାହା ଶବ୍ଦ ଭାବରେ ପ୍ରକାଶ କରିହେବ ନାହିଁ। ଏହା ଆମ ତରଫରୁ ସହିଥିବା ଯୀଶୁଙ୍କ ଅକଥନୀୟ ଯନ୍ତ୍ରଣାର ଅନୁଗ୍ରହ, ତାହାଙ୍କ କୃଷବିଦ ଅନୁଗ୍ରହ। ଯେହେତୁ ଆମେ ଯୀଶୁଙ୍କ ମହାନ ବଳିଦାନ ଏବଂ ପ୍ରେମକୁ ମନେ ପକାଉଛୁ, ଆମେ ସମସ୍ତେ ଏପରି ଗଭୀର ଅନୁଗ୍ରହ ପାଇଁ କୃତଜ୍ଞତାର ହୃଦୟ ସ୍ୱୀକାର କରିବା। ଗଲାତୀୟ ପୁସ୍ତକ 3 ଅଧ୍ୟାୟ 13 ପଦ ଏବଂ 14 ପଦ। ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହମଙ୍କର ଆଶୀର୍ବାଦ ଯେପରି ବିଜାତିମାନଙ୍କ ପ୍ରତି ବର୍ତ୍ତେ, ପରି ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ। ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ। କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ ସେ ଅଭିଶପ୍ତ। କ୍ରୁଶବିଦ୍ଧ ମୃତ୍ୟୁଦଣ୍ଡର ଏକ ନିଷ୍ଠୁର ରୂପ ଥିଲା ଏବଂ କାଠ କ୍ରୁଶ ଅଭିଶାପର ଏକ ଆଧ୍ୟାତ୍ମିକ ପ୍ରତୀକ। ଈଶ୍ୱରଙ୍କ ଏକମାତ୍ର ପୁତ୍ର ଯୀଶୁ ଶରୀରରେ ପୃଥିବୀକୁ ଆସିଲେ ଏବଂ ସମସ୍ତ ମାନବ ଜାତିକୁ ଉଦ୍ଧାର କରିବା ପାଇଁ ଏକ କାଠ କ୍ରୁଶରେ ମୃତ୍ୟୁବରଣ କଲେ। ଏହା ମାଧ୍ୟମରେ କ୍ରୁଶ ଆଉ ଏକ ଅଭିଶାପର ପ୍ରତୀକ ନୁହେଁ, ବରଂ ପ୍ରଭୁଙ୍କ ପ୍ରେମ ଏବଂ ପରିତ୍ରାଣର ପ୍ରତୀକ ଅଟେ। ଏହାର କାରଣ ହେଉଛି ଯୀଶୁ ମାନବ ଜାତିର ସମସ୍ତ ଅଭିଶାପ ବହନ କରିଥିଲେ ଏବଂ କାଠ କ୍ରୁଶରେ ଝୁଲାଇଥିଲେ, ଯାହାଦ୍ୱାରା ଆମେ ପରିତ୍ରାଣ ପାଇପାରିବା ଏବଂ ସ୍ୱର୍ଗରେ ପ୍ରବେଶ କରିପାରିବା। ଯୀଶୁଙ୍କ କ୍ରୁଶରେ ରକ୍ତପାତ କରିବାରେ ଏକ ଗଭୀର ଆଧ୍ୟାତ୍ମିକ ଅର୍ଥ ଅଛି। ଗଲାତୀୟ ପୁସ୍ତକ ତାର 3 ଅଧ୍ୟାୟ 13 ପଦ ଏବଂ 14 ପଦ ବ୍ୟବହାର କରି ଆସନ୍ତୁ ଯୀଶୁଙ୍କ ରକ୍ତପାତ ହେବାର 3ଟି କାରଣ ଦେଖିବା। ପ୍ରଥମତଃ, ଏହା ମାନବ ଜାତିକୁ ଆଇନର ଅଭିଶାପରୁ ମୁକ୍ତ କରିବାର ଥିଲା। ଗଲାତୀୟ ପୁସ୍ତକ 3 ଅଧ୍ୟାୟ 13 ପଦରେ ଲେଖା ଅଛି, ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହମଙ୍କର ଆଶୀର୍ବାଦ ଯେପରି ବିଜାତିମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ। ଯୀଶୁ କାଠ କ୍ରୁଶରେ ମୃତ୍ୟୁବରଣ କରି ସମସ୍ତ ମାନବ ଜାତିକୁ ନିୟମର ଅଭିଶାପରୁ ମୁକ୍ତ କରିଥିଲେ। ପ୍ରଥମ ମଣିଷ ଆଦମ ପାପ କରିଥିବା ପରି ତାଙ୍କର ସମସ୍ତ ବଂଶଧର ପାପୀ ହୋଇଥିଲେ ଏବଂ ମୃତ୍ୟୁର ପଥରେ ଯିବା ପାଇଁ ଅଭିଶାପିତ ହୋଇଥିଲେ। ରୋମୀ ପୁସ୍ତକ ତାର 6 ଅଧ୍ୟାୟ 23 ପଦରେ ଲିଖିତ ଅବ୍ୟବସ୍ଥାର ଅଭିଶାପ ଦ୍ୱାରା ମାନବ ଜାତି ବନ୍ଧ ଥିଲା। ସେ ସ୍ଥାନରେ ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ମୁକ୍ତ ହେବା ପାଇଁ କାହାକୁ ଅଭିଶାପ ବହନ କରିବାକୁ ପଡ଼ିଲା ଏବଂ ଏକ ଗଛରେ ଝୁଲିବାକୁ ପଡ଼ିଲା। ଯେପରି ଦ୍ୱିତୀୟ ବିବରଣ 21 ଅଧ୍ୟାୟ 23ରେ ଲିପିବଦ୍ଧ ହୋଇଛି, କାରଣ ଯେ ଟଙ୍ଗା ଯାଏ ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର। ଯୀଶୁ ଅଭିଶାପ ବହନ କଲେ ଏବଂ ମାନବ ଜାତିକୁ ବ୍ୟବସ୍ଥାର ଅଭିଶାପରୁ ରକ୍ଷା କରିବା ପାଇଁ ଏକ କାଠ କ୍ରୁଶରେ ଝୁଲାଇଲେ। ଏହା ଆମକୁ ବ୍ୟବସ୍ଥା ଅଭିଶାପରୁ ମୁକ୍ତ କଲା ଏବଂ ଆମକୁ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲା। ଯୀଶୁଙ୍କୁ କାହିଁକି ରକ୍ତପାତ କରିବାକୁ ପଡ଼ିଲା? ଲେବୀ ପୁସ୍ତକ ତାର 17 ଅଧ୍ୟାୟ 11 ପଦ ଆମକୁ କହେ, କାରଣ ମାଂସର ଜୀବନ ରକ୍ତରେ ଅଛି ଏବଂ ତୁମମାନଙ୍କୁ ଯଜ୍ଞବେଦୀ ଉପରେ ଦେଇଛି, କାରଣ ଏହା ହେଉଛି ରକ୍ତ ଯାହା ଆତ୍ମା ପାଇଁ ପ୍ରାୟଶ୍ଚିତ କରେ। ରକ୍ତ ବିନା ମାଂସ ମରିଯାଏ, ଯାହା ମାଂସର ଜୀବନ ବଞ୍ଚାଇ ରଖେ। ଅନନ୍ତ ଜୀବନ ପାଇଁ ଆବଶ୍ୟକ ଆତ୍ମିକ ଜୀବନ ପାଇବା ପାଇଁ ଆମେ ରକ୍ତପାତ ମାଧ୍ୟମରେ ପାପର କ୍ଷମା ପାଇବା ଆବଶ୍ୟକ। ଏଭ୍ରି ପୁସ୍ତକ 9 ଅଧ୍ୟାୟ 22 ପଦ କହିଥାଏ, କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ, ପୁଣି ତୁମମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମେ ତାହା ବେଦୀ ଉପରେ ତୁମମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତର ହିଁ ପ୍ରାୟଶ୍ଚିତ କରଇ। ପୁରାତନ ନିୟମ ସମୟରେ ପ୍ରତ୍ୟେକ ପାପ ପାଇଁ ପଶୁ ରକ୍ତ ବଳି ଦିଆଯାଉଥିଲା। ଯେତେବେଳେ ସମୟ ଆସିଲା ଯୀଶୁ ବଳିଦାନ ନୈବେଦ୍ୟ ହେଲେ, ତାଙ୍କର ନିର୍ଦ୍ଦୋଷ
ପାପହୀନ ରକ୍ତ ଢାଳିଲେ ଏହା ମାନବ ଜାତି ପାଇଁ ପାପର କ୍ଷମା ଏବଂ ପରିତ୍ରାଣ ପାଇବା ପାଇଁ ବାଟ ଖୋଲିଲା। ବର୍ତ୍ତମାନ ସମୟରେ ପଶୁମାନଙ୍କୁ ବଳି ଦେବାର କୌଣସି ଆବଶ୍ୟକତା ନାହିଁ। ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆପଣ ସମସ୍ତ ପାପରୁ କ୍ଷମା ପାଇପାରିବେ ଏବଂ ପରିତ୍ରାଣ ପାଇପାରିବେ। ଯୀଶୁ ରକ୍ତ ଢାଳିବାର ଦ୍ୱିତୀୟ କାରଣ ହେଉଛି ଅବ୍ରାହମଙ୍କ ଆଶୀର୍ବାଦ ଅଣଜିହୁଦୀ ମାନଙ୍କ ମଧ୍ୟରେ ବିସ୍ତାର କରିବା। ଗାଲାତୀୟ ପୁସ୍ତକ ତାର 3:14 ପ୍ରଥମ ଆଦେଶ ଲିପିବଦ୍ଧ ହୋଇଛି, ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ। ଯୀଶୁଙ୍କୁ ଏକ କାଠ କ୍ରୁଶରେ ଝୁଲାଇ ଦିଆଗଲା, ଯାହାଦ୍ୱାରା ବିଶ୍ୱାସର ପୂର୍ବପୁରୁଷ ଅବ୍ରାହମଙ୍କ ଆଶୀର୍ବାଦ କେବଳ ମନୋନୀତ ଇସ୍ରାଏଲ ମାନଙ୍କୁ ନୁହେଁ, ବରଂ ଯେଉଁମାନେ ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତି ଏବଂ ବିଶ୍ୱାସ ଦ୍ୱାରା ଧାର୍ମିକ ହୁଅନ୍ତି ସେମାନଙ୍କୁ ସ୍ପର୍ଶ କରିବ। ବାଇବଲ ଆମକୁ କହିଥାଏ ଯେ ଅବ୍ରାହମ ବିଶ୍ୱାସର ପୂର୍ବପୁରୁଷ ଭାବରେ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ ଏବଂ ଈଶ୍ୱରଙ୍କ ବନ୍ଧୁ ବୋଲି ଡାକିଥିଲେ। ଅବ୍ରାହମ ପୃଥିବୀର ଅନେକ ଆଶୀର୍ବାଦ ପାଇଲେ, ଯେଉଁଥିରେ ସନ୍ତାନ, ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ଧନ ଅନ୍ତର୍ଭୁକ୍ତ। ଆଦି ପୁସ୍ତକ ତାର 22:17 ଏବଂ 18 ପଦରେ ଅବ୍ରାହମ ମହାନ ଆଶୀର୍ବାଦର କାରଣ ବର୍ଣ୍ଣନା କଲେ। ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣ ନାମର ଶପଥ କରି କହୁଅଛୁ, ଆମ୍ଭେ ତୁମକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା। ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମେ ଆମର ବାକ୍ୟ ପାଳନ କରିଅଛ। ଆଦି ପୁସ୍ତକ 12 ପର୍ବର 1 ପଦରେ ଅବ୍ରାହମ ବିଶ୍ୱାସର ସହିତ ଆଜ୍ଞା ପାଳନ କଲେ। ଯେତେବେଳେ ଈଶ୍ୱର ତାଙ୍କୁ ଡାକିଲେ, ଏହି ଉତ୍ତରରୁ ସଦାପ୍ରଭୁ ଅବ୍ରାହମକୁ କହିଲେ, ତୁମ୍ଭେ ଆପଣ ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା ସେହି ଦେଶକୁ ଯାଅ। ଯେତେବେଳେ ଈଶ୍ୱର ଆଦେଶ ଦେଲେ, ବର୍ତ୍ତମାନ ତୁମ୍ଭର ପୁତ୍ର, ତୁମ୍ଭର ଏକମାତ୍ର ପୁତ୍ର ଯାହାକୁ ତୁମେ ଭଲ ପାଉଛ, ଇସାକଙ୍କୁ ନେଇଯାଅ। ଏବ୍ରୀ ପୁସ୍ତକ 11:19 ପଦ ଆମକୁ କହେ ଯେ ଅବ୍ରାହମଙ୍କର ବିଶ୍ୱାସ ଥିଲା, କାରଣ ସେ ବିଶ୍ୱାସ କରୁଥିଲେ ଯେ ଈଶ୍ୱରଙ୍କର ମୃତମାନଙ୍କୁ ପୁନର୍ଜୀବିତ କରିବାର କ୍ଷମତା ଅଛି। ବିଶ୍ୱାସର ପିତା ଭାବରେ ଈଶ୍ୱରଙ୍କ ଆଶ୍ଚର୍ଯ୍ୟଜନକ ପ୍ରେମ ଏବଂ ଆଶୀର୍ବାଦ ଗ୍ରହଣ କରିବାକୁ ତାଙ୍କର ପୂର୍ଣ୍ଣ ନିଶ୍ଚିତତା ଏବଂ ଦୃଢ଼ ବିଶ୍ୱାସ ଥିଲା ଏବଂ ସମସ୍ତ ଜାତି ପାଇଁ ଆଶୀର୍ବାଦ ହୋଇଥିଲେ। ଯଦି ଆପଣ ଯୀଶୁଙ୍କୁ ଯେ ମାନବ ଜାତି ପାଇଁ କ୍ରୁଶରେ ମୃତ୍ୟୁବରଣ କରିଥିଲେ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତି ଏବଂ ଏହି ଅବ୍ରାହମକୁ ବିଶ୍ୱାସ କରନ୍ତି, ତେବେ ଯେ କେହି ଆଶୀର୍ବାଦ ଉପଭୋଗ କରିବେ। ତୃତୀୟତଃ, ଯୀଶୁଙ୍କୁ ରକ୍ତ ଢାଳିଗଲା, ଯାହାଦ୍ୱାରା ଆମେ ବିଶ୍ୱାସ ମାଧ୍ୟମରେ ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା ଗ୍ରହଣ କରିପାରିବା। ଗାଲାତୀୟ ପୁସ୍ତକ ତାର 3:14 ଶେଷାର୍ଦ୍ଧ ଆମକୁ କହେ, ଯେ କେହି ଖୁଣ୍ଟରେ ଟଙ୍ଗା ଯାଏ ସେ ଅଭିଶପ୍ତ। ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯୀଶୁ କ୍ରୁଶରେ ମୃତ୍ୟୁବରଣ କରିଥିଲେ ଏବଂ ତ୍ରାଣକର୍ତ୍ତା ହୋଇଥିଲେ, ସେମାନେ ବ୍ୟବସ୍ଥାର ଅଭିଶାପରୁ ମୁକ୍ତ ହୁଅନ୍ତି ଏବଂ ବିଶ୍ୱାସ ମାଧ୍ୟମରେ ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା ଗ୍ରହଣ କରିପାରିବେ। ଯୋହନ 1:12 ପଦ କହେ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ରୋମୀ ପୁସ୍ତକ 8 ପର୍ବର 16 ପଦ ଆହୁରି ମଧ୍ୟ କହେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ଯେତେବେଳେ ଆପଣ ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତି, ସେତେବେଳେ ଆପଣ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପାଇପାରିବେ ଏବଂ ଆତ୍ମାକୁ ଏକ ଗ୍ୟାରେଣ୍ଟି ଭାବରେ ଗ୍ରହଣ କରିପାରିବେ। ପବିତ୍ର ଆତ୍ମାଙ୍କ ଦ୍ୱାରା ଜନ୍ମ ହୋଇଥିବା ବ୍ୟକ୍ତିମାନେ ଈଶ୍ୱରଙ୍କୁ ଅବ୍ବା ପିତା ବୋଲି ଡାକିପାରିବେ ଏବଂ ସ୍ୱର୍ଗର ନାଗରିକ ହୋଇପାରିବେ। ସେମାନଙ୍କ ନାମ ଜୀବନ ପୁସ୍ତକରେ ଲିପିବଦ୍ଧ ହୋଇଛି। ଈଶ୍ୱରଙ୍କ ହୃଦୟ ଏବଂ ଶକ୍ତି ଭାବରେ ପବିତ୍ର ଆତ୍ମା ଆପଣଙ୍କ ହୃଦୟ ମଧ୍ୟରେ ବାସ କରନ୍ତି, ଯାହା ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟ ବୁଝିବାରେ ଏବଂ ସତ୍ୟରେ ବଞ୍ଚିବାରେ ସାହାଯ୍ୟ କରେ। ପବିତ୍ର ଆତ୍ମା ଆପଣଙ୍କୁ ଉପରୁ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ବିଶ୍ୱାସ ହାସଲ କରିବାକୁ ଅନନ୍ତ ଜୀବନରେ ପହଞ୍ଚିବାକୁ ମାର୍ଗଦର୍ଶନ କରନ୍ତି। ରୋମୀ ପୁସ୍ତକ 10:9 ପଦ କହେ, ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କ ମୃତମାନଙ୍କ ମଧ୍ୟରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। ଏହାର ଅର୍ଥ ହେଉଛି ଆପଣ କେବଳ ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବରେ ସ୍ୱୀକାର କରିବା ଉଚିତ ନୁହେଁ, ବରଂ ଆପଣଙ୍କ ହୃଦୟରୁ ମଧ୍ୟ ବିଶ୍ୱାସ କରିବେ ଯେ ଯୀଶୁ ମୃତ୍ୟୁର ଶକ୍ତିକୁ ନଷ୍ଟ କରି ପୁନରୁତ୍ଥାନ କରିଛନ୍ତି। ପାପୀ ହେବାର ଅର୍ଥ ହେଉଛି ଶୈତାନର ଦାସ ହେବା, ସମସ୍ତ ପ୍ରକାର ପରୀକ୍ଷା ଭୋଗିବା ଏବଂ ଶେଷରେ
ଅନନ୍ତ କାଳ ପାଇଁ ଦଣ୍ଡ ପାଇବା ପାଇଁ ନରକରେ ପଡ଼ିବା। ତଥାପି ଈଶ୍ୱରଙ୍କ ସନ୍ତାନ ହେବାର ଅର୍ଥ ହେଉଛି ପ୍ରଭୁଙ୍କୁ ଗ୍ରହଣ କରିବା, ପବିତ୍ର ଆତ୍ମା ଗ୍ରହଣ କରିବା ଏବଂ ପରିତ୍ରାଣ, ଅନନ୍ତ ଜୀବନ ଏବଂ ପୁନରୁତ୍ଥାନ ମହିମା ଉପଭୋଗ କରିବା। କ୍ରୁଶ ବହନ କରିବା କୌଣସି ସହଜ କାର୍ଯ୍ୟ ନଥିଲା। ଯୀଶୁଙ୍କ ସମୟରେ ଦୋଷୀ ଅପରାଧୀମାନଙ୍କୁ ବିଭିନ୍ନ ଉପାୟରେ ଅତି ନିର୍ମମ ଭାବରେ ମୃତ୍ୟୁଦଣ୍ଡ ଦିଆଯାଉଥିଲା। ମୁଣ୍ଡ କାଟିବା, କ୍ରୁଶବିଦ୍ଧ କରିବା, ସିଂହର ଗୁମ୍ଫାରେ ଫିଙ୍ଗି ଦିଆଯିବା କିମ୍ବା ଶବ ସହିତ କବର ଦିଆଯିବା। କ୍ରୁଶବିଦ୍ଧ ମୃତ୍ୟୁଦଣ୍ଡର ସବୁଠାରୁ କଠୋର ଏବଂ ଭୟଙ୍କର ପଦ୍ଧତି ଥିଲା। ଯୀଶୁ କ୍ରୁଶରେ କେଉଁ ପ୍ରକାର ଯନ୍ତ୍ରଣା ଏବଂ ଯାତନା ସହ୍ୟ କରିଥିଲେ? କ୍ରୁଶବିଦ୍ଧ ହେବା ସହିତ ଏକ ବଡ଼ କାଠ କ୍ରସରେ ବନ୍ଧାଯାଏ, ଉଭୟ ହାତ ଏବଂ ପାଦରେ କଣ୍ଟା ଲଗାଯାଏ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଝୁଲାଇ ଦିଆଯାଏ। ମୁଣ୍ଡ କାଟିବା ସ୍ୱଳ୍ପକାଳୀନ ଯନ୍ତ୍ରଣା ସହିତ ତତ୍କ୍ଷଣାତ୍ ମୃତ୍ୟୁ ଆଣିଥାଏ, କିନ୍ତୁ କ୍ରୁଶବିଦ୍ଧ ହେବା ପାଇଁ କ୍ରୁଶରେ ଝୁଲିବା, ରକ୍ତ ଏବଂ ଜଳ ଢାଳିବା ଏବଂ ଅବର୍ଣ୍ଣନୀୟ ଯୋଗ୍ୟ ଯନ୍ତ୍ରଣାଦାୟକ ଯନ୍ତ୍ରଣା ସହ୍ୟ କରିବା ଆବଶ୍ୟକ କରେ। ଶ୍ୱାସକ୍ରିୟାରେ ଯନ୍ତ୍ରଣା ହୁଏ ଏବଂ ଓଜନ ତଳକୁ ଟାଣି ଶରୀର ଛିଣ୍ଡିଯାଏ। ପ୍ରବଳ ଖରାରେ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣା ଭୋଗୁଥିବା ଯୀଶୁ ତୀକ୍ଷ୍ଣ କଣ୍ଟାର ମୁକୁଟ ପିନ୍ଧିଥିଲେ। ତାଙ୍କ ଶରୀର ଚାପୁଡ଼ାରୁ ରକ୍ତରେ ଆଚ୍ଛାଦିତ ହୋଇଥିଲା। ରକ୍ତର ଗନ୍ଧରେ ଆକୃଷ୍ଟ କୀଟ ପତଙ୍ଗମାନେ ଯୀଶୁଙ୍କ କ୍ଷତ ବିକ୍ଷତ ଶରୀରକୁ ଉଠାଇ କାମୁଡ଼ିଥିଲେ। ମାଥି ପୁସ୍ତକ 27 ଅଧ୍ୟାୟ 39 ଏବଂ 40ରେ ଲେଖାଯାଇଥିବା ଅନୁଯାୟୀ ଦୁଷ୍ଟ ଲୋକମାନେ ତାଙ୍କ ଉପରେ ଅପମାନ କରି କହିଥିଲେ, ରେ ମନ୍ଦିର ଭଗ୍ନକାରୀ ଓ 3 ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କ ପୁତ୍ର ତେବେ ଆପଣଙ୍କୁ ରକ୍ଷା କରି ମନେ ରଖିବା। ଏବଂ ଯୀଶୁଙ୍କ କ୍ରୁଶବିଦ୍ଧ ମାଧ୍ୟମରେ ଦେଖାଯାଇଥିବା ଅନୁଗ୍ରହ ଏବଂ ପ୍ରେମକୁ କେବେ ଭୁଲିବା ଜରୁରୀ ନୁହେଁ। ମୁଁ ଆଶା କରେ ଯେ ଆପଣ ବିଶ୍ୱାସୀ ହେବେ, ଯେଉଁମାନେ ପ୍ରତିଦିନ ପ୍ରଭୁଙ୍କ ଶିକ୍ଷାକୁ ମନେ ରଖିବେ, ଖ୍ରୀଷ୍ଟଙ୍କ ସୁଗନ୍ଧ ସହିତ ବଞ୍ଚିବେ ଏବଂ ପ୍ରଭୁଙ୍କ ଅନୁଗ୍ରହକୁ ପ୍ରେମ ସହିତ ପ୍ରତିଶୋଧ କରିବେ, ଯିଏ ମାନବିକତା, ପ୍ରେମ ଏବଂ ବ୍ୟବସ୍ଥାର ଅଭିଶାପରୁ ଆପଣଙ୍କୁ ମୁକ୍ତ କରିବେ। ଆସନ୍ତୁ ବର୍ତ୍ତମାନ ଏ ସମୟରେ ଅଳ୍ପ ସମୟ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବାକୁ ଚାହେଁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ସ୍ୱର୍ଗୀୟ ପିତା, କ୍ରୁଶବିଦ୍ଧର ବଳିଦାନ ଏବଂ ଉତ୍ସର୍ଗୀକୃତତା, କଷ୍ଟ ଏବଂ ଯନ୍ତ୍ରଣା କେବଳ ପ୍ରେମର ପ୍ରଭୁଙ୍କ ଦ୍ୱାରା ସହ୍ୟ କରାଯାଇପାରେ। ଅନ୍ୟ କେହି ଏହାକୁ ସହ୍ୟ କରିପାରିଲେ ନାହିଁ। ଏହା ଆମ ପାଇଁ, ମୋ ପାଇଁ ଏବଂ ସମଗ୍ର ମାନବ ଜାତି ପାଇଁ ଥିଲା। ପ୍ରଭୁଙ୍କ ମହାନ ବଳିଦାନ ଏବଂ ପ୍ରେମର ଉତ୍ସର୍ଗୀକୃତତା ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଏବଂ ଗୌରବ ଦେଉଛି। ଯେଉଁମାନେ ଶୁଣୁଛନ୍ତି ସେମାନେ ଈଶ୍ୱର ଏବଂ ପ୍ରଭୁଙ୍କ ଗଭୀର ପ୍ରେମକୁ ଅନୁଭବ କରନ୍ତୁ ଏବଂ ତୁମ ନିକଟରେ ସମର୍ପିତ ହୁଅନ୍ତୁ। ଦୟାକରି ସେମାନଙ୍କୁ ଶାସ୍ତ୍ର ଅନୁଯାୟୀ ବଞ୍ଚିବାକୁ ଏବଂ ମାନିବାକୁ ଶକ୍ତି ଦିଅନ୍ତୁ। ସାଂସାରିକ ଇଚ୍ଛା ଦୂର କରନ୍ତୁ। ପ୍ରଥମେ ଈଶ୍ୱରଙ୍କୁ ପ୍ରେମ କରନ୍ତୁ ଏବଂ ସମସ୍ତ ଜିନିଷର ଉତ୍ସାହ ହୁଅନ୍ତୁ। ଆସନ୍ତୁ ପ୍ରଭୁଙ୍କ କ୍ରୁଶବିଦ୍ଧ ମାଧ୍ୟମରେ ଦେଖାଯାଇଥିବା ପ୍ରେମ ଉପରେ ଚିନ୍ତା କରିବା ଏବଂ ଧନ୍ୟବାଦ ଦେବା। ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ପ୍ରାର୍ଥନା କରୁଛି, ଆମେନ୍। ପ୍ରଭୁ ଆପଣଙ୍କୁ ବିଶେଷ କରି ଅନୁଗ୍ରହ ଏବଂ ଆଶୀର୍ବାଦ କରନ୍ତୁ, ଆମେନ୍।